ओम सूर्यदेवाय नमः। प्रभु सूर्यदेवଙ୍କ पूजा करुଥିବା ବ୍ୟକ୍ତିର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଯଦି କୌଣସି ପ୍ରକାର ଭୟାନକ ରୋଗ ଥାଏ ସେଥିରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟଦେବଙ୍କ ପୂଜା କରିବା ଦ୍ୱାରା ସୂର୍ଯ୍ୟଦେବଙ୍କ କୃପାରୁ ଗୋଟିଏ କ୍ଷଣରେ ମଣିଷର ସମସ୍ତ ରୋଗ ଭଲ ହୋଇଯାଇଥାଏ। ଏହା ବ୍ୟତୀତ ପ୍ରତିଦିନ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ଦ୍ୱାରା ନିଃସନ୍ତାନର ସନ୍ତାନ ପ୍ରାପ୍ତି ହୋଇଥାଏ। ଆଜି ଆସନ୍ତୁ ପ୍ରଭୁ ସୂର୍ଯ୍ୟଦେବଙ୍କ ପ୍ରାଚୀନ କଥା ଶୁଣିବା। ତା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଆସିଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି କମେଣ୍ଟରେ ଜୟ ସୂର୍ଯ୍ୟଦେବ ଲେଖିଦିଅନ୍ତୁ। ଜଣେ ରାଜା ଥିଲେ। ରାଜାଙ୍କର ଅଚଳାଚଳ ସମ୍ପତ୍ତି ଥିଲା। ରାଜା ରାଣୀ ଅତ୍ୟନ୍ତ ଦୟାଳୁ ଥିଲେ। ସେ ପ୍ରଜାଙ୍କର ସମସ୍ତ ଇଚ୍ଛା ପୂରଣ କରୁଥିଲେ। ରାଜା ରାଣୀଙ୍କର କୌଣସି ସନ୍ତାନ ନଥିଲା। ଏହି କାରଣରୁ ରାଜା ଓ ରାଣୀ ବହୁତ ଦୁଃଖରେ ରହୁଥିଲେ। ସନ୍ତାନ ପ୍ରାପ୍ତି ପାଇଁ ସେମାନେ ସବୁ ପ୍ରକାର ଦାନ ଧର୍ମ ଧାର୍ମିକ ଅନୁଷ୍ଠାନ ବ୍ରତ ଉପବାସ ସବୁକିଛି କରିଲେ, ହେଲେ ବି ରାଜା ରାଣୀଙ୍କର ସନ୍ତାନ ପ୍ରାପ୍ତ ହେଲା ନାହିଁ। ଯେତେବେଳେ ରାଜା ରାଣୀଙ୍କର ବୟସ ବଢ଼ିବାକୁ ଲାଗିଲା ସେମାନେ ଚିନ୍ତିତ ହୋଇ ଭାବିବାକୁ ଲାଗିଲେ, ଏତେ ବଡ଼ ରାଜ୍ୟର କ'ଣ ହେବ? ରାଜାଙ୍କର ତ କୌଣସି ସନ୍ତାନ ନାହିଁ। ରାଜାଙ୍କ ମୃତ୍ୟୁ ପରେ ରାଜ୍ୟଭାର କିଏ ଉଠାଇବ? ଏହା ଭାବି ଭାବି ରାଜାରାଣୀ କାନ୍ଦିବାକୁ ଲାଗିଲେ। ରାଜାରାଣୀ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ସହ ନିତ୍ୟ ବିଧିବିଧାନରେ ସୂର୍ଯ୍ୟଦେବଙ୍କ ପୂଜା କରୁଥିଲେ। ରାଜାରାଣୀ ଏପରି କାନ୍ଦିବାର ଦେଖି ସୂର୍ଯ୍ୟଦେବ ସହି ନ ପାରି ତା ପରଦିନ ସକାଳୁ ସାଧୁ ବେଶରେ ଆସି ଭିକ୍ଷା ମାଗିବାକୁ ଲାଗିଲେ। ଏହା ଦେଖି ଦାସୀ ଆସି ରାଣୀଙ୍କୁ କହିଲା ଯେ ଜଣେ ସାଧୁ ଆସି ଭିକ୍ଷା ମାଗୁଛନ୍ତି। ଏହା ଶୁଣି ରାଣୀ ଅଭିମାନରେ କହିଲେ, ଏହା ମୋର ଶେଷ ଦାନ। ଏହାପରେ ମୁଁ କୌଣସି ପ୍ରକାରର ଦାନ ଧର୍ମ କିମ୍ବା କୌଣସି ଦେବତାଙ୍କ ପୂଜା କରିବି ନାହିଁ। ଏହା କହି ସୁନାର ଗିନାରେ ଚାଉଳ ଭରି ସାଧୁଙ୍କୁ ଭିକ୍ଷା ଦେବା ପାଇଁ ଆଗକୁ ବଢ଼ିଲେ। ରାଣୀଙ୍କର ଉଦାସ ମୁହଁ ଦେଖି ସାଧୁ ରାଣୀଙ୍କୁ ପଚାରିଲେ, ହେ ରାଣୀ, କ'ଣ ହୋଇଛି? କେଉଁ କାରଣ ପାଇଁ ଆପଣଙ୍କ ମୁହଁରେ ଉଦାସୀ ଅଛି? ରାଣୀ ସାଧୁଙ୍କୁ ନିଜର ଦୁଃଖ ଜଣାଇଲେ। ରାଣୀଙ୍କ କଥା ଶୁଣି ସାଧୁ ବେଶଧାରୀ ସୂର୍ଯ୍ୟଦେବ କହିଲେ, ହେ ରାଣୀ, ଆପଣ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ କୋଳରେ ସନ୍ତାନ ଅବଶ୍ୟ ଜନ୍ମ ନେବ, କିନ୍ତୁ ସେହି ସନ୍ତାନ ମାତ୍ର 16 ବର୍ଷ ଯାଏଁ ଆପଣଙ୍କ ସହ ରହିପାରିବ। ଏହାପରେ ସେ ଏହି ମୃତ୍ୟୁ ଲୋକରେ ରହିପାରିବ ନାହିଁ। ଏହାଠୁ ଅଧିକ ଅନ୍ୟ କିଛି ଦେବା ମୋ ପକ୍ଷେ ସମ୍ଭବ ନୁହେଁ। ଏହା କହି ସାଧୁ ରାଣୀଙ୍କୁ କିଛି ବିଭୂତି ଦେଇ ସେଠାରୁ ଚାଲିଗଲେ। ରାଣୀ ଆସି ରାଜାଙ୍କୁ ସମସ୍ତ କଥା କହିଲେ। ସେଦିନ ରାତିରେ ରାଜାରାଣୀ ସାଧୁଙ୍କୁ ସ୍ମରଣ କରି ସେହି ବିଭୂତି ଖାଇ ଶୋଇଗଲେ। ଏହାର କିଛି ଦିନ ପରେ ରାଣୀଙ୍କର ଏକ ସୁନ୍ଦର ପୁତ୍ର ଜନ୍ମ ହେଲା। ରାଜା ରାଣୀ ଏବଂ ସମଗ୍ର ରାଜ୍ୟରେ ଖୁସିରେ ନାଚିବାକୁ ଲାଗିଲେ। ସାରା ରାଜ୍ୟରେ 8 ଦିନ ଯାଏଁ ଉତ୍ସବ ମନାଗଲା। ରାଜାଙ୍କୁ ଏହି କଥା ଜଣାଥିଲା ଯେ ରାଜାଙ୍କ ପୁତ୍ର କେବଳ 16 ବର୍ଷ ଯାଏଁ ହିଁ ରାଜା ରାଣୀଙ୍କ ପାଖରେ ରହିବ। ହେଲେ ମଧ୍ୟ ରାଜା ଏହା ଭାବି ଖୁସି ଥିଲେ ଯେ କିଛି ସମୟ ପାଇଁ ହେଉ ପଛେ ଭଗବାନ ସେମାନଙ୍କ ଦୁଃଖ ଶୁଣି ସେମାନଙ୍କ କୋଳରେ ସନ୍ତାନ ଦେଲେ। ଏହାପରେ ରାଜାରାଣୀ ପୁତ୍ରକୁ ଅତ୍ୟନ୍ତ ଭଲ ପାଇବା ଦେଇ ପାଳିବାକୁ ଲାଗିଲେ। ପୁତ୍ରର ସମସ୍ତ ଇଚ୍ଛାକୁ ପୂରଣ କଲେ। ରାଜକୁମାର ଦିନକୁ ଦିନ ବଡ଼ ହେବାକୁ ଲାଗିଲା। ଯେତେବେଳେ ରାଜକୁମାରକୁ 8 ବର୍ଷ ହୋଇଗଲା, ରାଜା ଜଣେ ଭଲ ଗୁରୁ ଦେଖି ରାଜକୁମାରଙ୍କୁ ଅସ୍ତ୍ରଶସ୍ତ୍ର ଘୋଡ଼ା ସବାରି ଇତ୍ୟାଦି ସମସ୍ତ ପ୍ରକାର ଶିକ୍ଷା ପ୍ରଦାନ କରାଇଲେ। ଏହିପରି ଭାବେ ରାଜକୁମାରଙ୍କୁ ଯେତେବେଳେ 12 ବର୍ଷ ହୋଇଗଲା, ସେହି ସମୟରେ ରାଜା ରାଜକୁମାରଙ୍କ ସହ ଏକ ଅତ୍ୟନ୍ତ ସୁନ୍ଦର ରାଜକନ୍ୟାର ବିବାହ କରାଇଦେଲେ। ଏହି ପ୍ରକାର ରାଜା ରାଣୀ ଏବଂ ରାଜକୁମାର ରାଜବଧୂଙ୍କ ସହ ଜୀବନ ଅତ୍ୟନ୍ତ ସୁଖରେ କଟୁଥିଲା। ଦିନେ ରାଜପୁତ୍ର ଆସି ରାଜାଙ୍କୁ କହିଲେ, ପିତାଶ୍ରୀ, ମୁଁ ସମଗ୍ର ରାଜ୍ୟ ବୁଲି ଦେଖିବାକୁ ଚାହୁଁଛି। ଆଜି ଯାଏଁ ମୁଁ କେବଳ ଏହି ରାଜଭବନ ନିକଟତର ସ୍ଥାନ ସବୁ ଦେଖିଛି। ମୋର ସମଗ୍ର ରାଜ୍ୟ ବୁଲି ଦେଖିବା ପାଇଁ ଇଚ୍ଛା ହେଉଛି। ରାଜପୁତ୍ରର ଏହି କଥା ଶୁଣି ରାଜା ରାଣୀ ଚିନ୍ତିତ ହୋଇଗଲେ, କାରଣ ରାଜପୁତ୍ରକୁ 16 ବର୍ଷ ପୂର୍ଣ୍ଣ ହେବା ପାଇଁ ମାତ୍ର କିଛି ମାସ ବାକି ଥିଲା। ରାଜା ଏହି କଥା ରାଜପୁତ୍ରକୁ କହିପାରୁନଥିଲେ। ରାଜା ମୁହଁରେ ମିଛ ହସ ରଖି ରାଜପୁତ୍ରକୁ କହିଲେ, ନିଶ୍ଚୟ ପୁତ୍ର, ତୁମେ ସମଗ୍ର ରାଜ୍ୟ ବୁଲି ଦେଖିବା ଦରକାର। ମୋ ପରେ ତୁମେ ହିଁ ଏହି ରାଜ୍ୟଭାର ସମ୍ଭାଳିବ। ପରନ୍ତୁ ଗୋଟିଏ କଥାର ସବୁବେଳେ ଧ୍ୟାନ ରଖିବ। ତୁମେ କେଉଁଆଡ଼େ ଯାଉଛ, କ'ଣ କରୁଛ, ଏହି କଥା ନିଜ ପତ୍ନୀକୁ ଜଣାଇବ ନାହିଁ। ଏହାପରେ ରାଜପୁତ୍ର ଏବଂ ରାଜପୁତ୍ରର ପତ୍ନୀ ସମଗ୍ର ରାଜ୍ୟ ବୁଲି ଦେଖି ଆସିଲେ। ରାଜପୁତ୍ର ଦିନସାରା ରାଜ୍ୟବଧୂ ତଥା ରାଣୀଙ୍କ ପାଖରେ ଖୁସିପୂର୍ବକ ରହି ରାତ୍ରିର ଠିକ୍ 12ଟା ସମୟରେ ବିଛଣାରୁ ଉଠି ବାହାରକୁ ଚାଲିଯାଏ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ପୁଣି ଥରେ ବିଛଣାରେ ଆସି ଶୋଇପଡ଼େ। ଏହିପରି ଭାବେ କିଛି ମାସ ବିତିଗଲା। ଏବେ ରାଜପୁତ୍ରକୁ 16 ବର୍ଷ ହେବା ପାଇଁ ଆଉ କିଛି ଦିନ ହିଁ ବାକି ଥିଲା। ଦିନେ ରାତ୍ରି ସମୟରେ ରାଜ୍ୟବଧୂ ତଥା ରାଣୀ ନିଦ୍ରାରୁ ଉଠିଗଲେ।
से देखिले जे बिछणारे राजपुत्र नाहांती। से राजमहलर चारिआडे खोजिबाकू लागिले, किंतु राजकुमार केउठी भी नथिले। एहापरे से भाबिबाकू लागिला से काहाकू कहब। एहा भाबी राणी चुपचाप रहिबाकू लागिला। सकाळ हेबा परे से देखिला जे राजपुत्र बिछणारे शोइछि। राणी एहा देखि राजपुत्रको किछि न पचारि चुपचाप होई रहिला। किंतु ता परदिन रात्रिरे मध्य एहा ହେଲା। एहीपरि भाबे बहुदिन बीतीगला। राणी चिंतित होई रहिबाकू लागिला। राणी मनरे ढेर प्रश्न थिला, किंतु से काहाको मध्य पचारि पारु नथिला। सासु शशुरंकु पचारिबाकू मध्य से संकोच करुथिला। एहीपरि भाबे राणी खाद्य पानीय मध्य ठीक से करू नथिले। सेही राज्यर एक फूल बिकाळी एक माळी बुढ़ी सबुबले राज्यबधू तथा राणी को फूल दबाकू आसुथिला। दिने सेही बुढ़ीर नजर राणी उपरे पड़िला। से राणी को देखि पचारिला, हे छोट राणी, तुमको केउं कथार दुख अछि? तुमे एही भଳି सुखी करी कंटा काहेकि होई जाइछ? ଏହା ଶୁଣି ରାଣୀ କହିବାକୁ ଲାଗିଲା, ହେ ବୁଢ଼ୀମା, ମୁଁ ଆପଣଙ୍କୁ କ'ଣ କହିବି? ଏହି ରାଜ୍ୟର ରାଜପୁତ୍ର ତଥା ମୋର ସ୍ୱାମୀ ପ୍ରତିଦିନ ରାତ୍ରିରେ କେଉଁଆଡ଼େ ଚାଲିଯାଆନ୍ତି ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଆସି ବିଛଣାରେ ଶୋଇଯାଆନ୍ତି। ସେ କେଉଁଆଡ଼େ ଯାଆନ୍ତି, କ'ଣ କରନ୍ତି କିମ୍ବା ତାଙ୍କର କେଉଁ ପ୍ରେମିକା ସହ ଦେଖା କରିବାକୁ ଯାଆନ୍ତି, ମୋତେ କିଛି ବି ଜଣା ନାହିଁ। ଏହିସବୁ ଚିନ୍ତା କରି କରି ମୁଁ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ସେ ବୁଢ଼ୀ ମା ରାଣୀଙ୍କୁ ଏକ ଉପାୟ କୁହେ, ହେ ପୁତ୍ରୀ, ଆଜି ରାତ୍ରିରେ ତମେ ନ ଶୋଇ ତୁମ ସ୍ୱାମୀ କେଉଁଆଡ଼େ ଯାଉଛି ତା ପଛରେ ଯାଇ ଦେଖିବ। ରାଜପୁତ୍ର କେଉଁଆଡ଼େ ଯାଉଛି, କ'ଣ କରୁଛି। ବୁଢ଼ୀ ମାଙ୍କ କଥା ଶୁଣି ରାଣୀ ଠିକ୍ ସେହିପରି କରିଲେ। ରାତ୍ରିରେ ନ ଶୋଇ ରାଜପୁତ୍ର କେତେବେଳେ ଯିବ ଅପେକ୍ଷା କରି ରହିଲେ। କିଛି ସମୟ ପରେ ରାଜପୁତ୍ର ଯିବାକୁ ବାହାରିଲା। ରାଣୀ ମଧ୍ୟ ରାଜପୁତ୍ର ପଛେ ପଛେ ଯାଇ ରାଜପୁତ୍ରକୁ ଅଟକାଇବାକୁ ଲାଗିଲା। ରାଜପୁତ୍ରକୁ ଦେଖି ପ୍ରଶ୍ନ କଲା, ତୁମେ କେଉଁଆଡ଼େ ଯାଉଛ, ମୋତେ କୁହ। ରାଜପୁତ୍ର ରାଣୀକୁ ବହୁତ ବୁଝାଇବା ପାଇଁ ଚେଷ୍ଟା କଲା। ରାଣୀକୁ କହିଲା, ଦେଖ, ମୁଁ ଯଦି ତୁମକୁ କହିଦେବି ଯେ ମୁଁ କେଉଁଆଡ଼େ ଯାଉଛି, ତେବେ ଦ୍ୱିତୀୟ ଥର ପାଇଁ ମୁଁ କେବେ ମଧ୍ୟ ତୁମକୁ ଦେଖିପାରିବି ନାହିଁ। ଏହା ଶୁଣି ରାଣୀ ଜିଦ୍ କଲେ ଜାଣିବା ପାଇଁ। ରାଣୀଙ୍କ ଜିଦ୍ ଦେଖି ରାଜପୁତ୍ର କିଛି ସମୟ ପାଇଁ ଚିନ୍ତାରେ ପଡ଼ିଗଲେ। ଏହାପରେ କିଛି ଚାଉଳ ମନ୍ତ୍ର ଦ୍ୱାରା ସିଦ୍ଧ କରି ରାଣୀଙ୍କୁ ଦେଇ କହିଲା, ଚାଉଳକୁ 2 ମୁଠିରେ ଧରି ପ୍ରଥମେ ଡାହାଣ ହାତର ଚାଉଳକୁ ମୋ ଉପରେ ଫୋପାଡ଼ିବ। ମୁଁ କିଏ ତୁମେ ଜାଣିପାରିବ। ପରେ ବାମ ହାତରେ ଥିବା ଚାଉଳକୁ ମୋ ଉପରେ ଫୋପାଡ଼ିବା ଦ୍ୱାରା ମୁଁ ପୂର୍ବ ଅବସ୍ଥାକୁ ଫେରିଆସିବି। ମୁଁ ଯେମିତି ଅଛି ସେମିତି ହୋଇଯିବି। ରାଜପୁତ୍ରକୁ 16 ବର୍ଷ ପୂରିବାକୁ ମାତ୍ର କିଛି କ୍ଷଣ ବାକି ଥିଲା। ଏହାପରେ ରାଣୀ ଡାହାଣ ହାତରେ ଥିବା ଚାଉଳକୁ ରାଜପୁତ୍ର ଉପରକୁ ଫୋପାଡ଼ିଲା। ଚାଉଳ ଫୋପାଡ଼ିବା ପରେ ରାଜପୁତ୍ର ଏକ ବିଶାଳ ଘୋଡ଼ାରେ ପରିବର୍ତ୍ତନ ହୋଇଗଲା। ଦେଖୁ ଦେଖୁ ସେ ଘୋଡ଼ା ଖୁବ୍ ଜୋରରେ ଦୌଡ଼ିବାକୁ ଲାଗିଲା। ରାଣୀ ଆଚମ୍ବିତ ହୋଇ ଦେଖି ରହିଗଲା। ରାଜପୁତ୍ର ବାମ ହାତରେ ଚାଉଳ ଫୋପାଡ଼ିବା ପାଇଁ କହିଥିବା କଥାକୁ ଏକଦମ ଭୁଲିଗଲା। ରାଣୀଙ୍କର ଆଖି ସାମ୍ନାରେ ହିଁ ଘୋଡ଼ା ମହଲ ବାହାରକୁ ଚାଲିଗଲା। ରାଣୀ ପଶ୍ଚାତାପ କରି କାନ୍ଦିବାକୁ ଲାଗିଲା। ସକାଳ ହେବା ପରେ ରାଜା ଏବଂ ରାଣୀଙ୍କୁ ଏହି କଥା ଜଣାପଡ଼ିଲା। ସେମାନେ ଦୁଃଖରେ ମର୍ମାହତ ହୋଇ ପୁତ୍ରର ଫେରିବା ବାଟକୁ ଅପେକ୍ଷା କରି ରହିଲେ। ଏହିପରି ଭାବେ ବହୁଦିନ ବିତିଗଲା। ରାଜପୁତ୍ରର ପତ୍ନୀ ମନେ ମନେ ନିଜକୁ ଦୋଷୀ ଭାବି ରାଜାଙ୍କ ପାଖକୁ ଯାଇ କହିବାକୁ ଲାଗିଲା, ମହାରାଜ, ମୁଁ ରାଜପୁତ୍ରକୁ ଖୋଜିବା ପାଇଁ ମହଲ ବାହାରକୁ ଯିବାକୁ ଅନୁମତି ଚାହୁଁଛି। ରାଜାଙ୍କୁ ତ ରାଜପୁତ୍ର ଦରକାର ଥିଲା। ସେ କେମିତି ହେଲେ ବି ନିଜ ପୁଅକୁ ପାଇବା ପାଇଁ ଚାହୁଁଥିଲେ। ତେଣୁ ସେ ରାଜପୁତ୍ରର ପତ୍ନୀକୁ ଅନୁମତି ଦେଇଦେଲେ। ଏହାପରେ ରାଣୀ ତାଙ୍କର କିଛି ଦାସୀ ଏବଂ କିଛି ଫଳ ପନିପରିବା ଅନ୍ନର ବ୍ୟବସ୍ଥା କରି ରାଜପୁତ୍ରକୁ ଖୋଜିବା ପାଇଁ ବାହାରି ପଡ଼ିଲେ। ସେ ରାଜ୍ୟର ସମସ୍ତ ପ୍ରଜାଙ୍କୁ ମାଗଣାରେ ଖାଇବା ପାଇଁ ଦେଲେ। ତା ପ୍ରତିବଦଳରେ ସମସ୍ତଙ୍କୁ ଏହା କହିଲେ ଯେ ଯଦି କିଛି ବି ଅଦ୍ଭୁତ ଜିନିଷ ଦେଖ ତ ତୁରନ୍ତ ଆସି ମୋତେ ଜଣାଇବ। ଲୋକମାନେ ଆସି ଅନ୍ନ ଖାଇ ପ୍ରତିଦିନ କିଛି ନା କିଛି କଥା କହି ଯାଉଥିଲେ। କିନ୍ତୁ ରାଣୀଙ୍କୁ ଯେଉଁ କଥାର ଆବଶ୍ୟକ ଥିଲା ତାହା ସେ ତାଙ୍କୁ ମିଳୁନଥିଲା। ସେହି ରାଜ୍ୟରେ ଜଣେ ଗୋପାଳ ଘର ଥିଲେ। ଗୋପାଳ ଘରେ ବୁଢ଼ୀ ଗୋପାଳୁଣୀ ଏବଂ ତାଙ୍କ ପୁତ୍ର ବୋହୂ ଥିଲେ। ଏହା ସହିତ ଗୋଟେ ଛୋଟ ନାତୁଣୀ ମଧ୍ୟ ଥିଲା। ଗୋପାଳ ଗୋପାଳୁଣୀ ପ୍ରତିଦିନ ଗାଈ ଚରାଇବା ସକାଶେ ବାହାରକୁ ଯାଇ ବୁଢ଼ୀକୁ ଛୋଟ ଝିଅ ପାଖରେ ଛାଡ଼ି ଦେଇ ଯାଉଥିଲେ। ବୁଢ଼ୀ ଦିନେ ପାନ ଖାଇବା ପାଇଁ ଚୂନ ଆଣିବାକୁ ଯାଇଥିଲା। ସେହି ସମୟରେ ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ସମୟ ହେତୁ ବୁଢ଼ୀକୁ ଠିକରେ ଦେଖାଯାଉ ନଥିଲା। କିଛି ସମୟ ପରେ ଗୋଟେ ଧଳା ବଡ଼ ଗାଈ ଦେଖିବା ପାଇଁ ଅତ୍ୟନ୍ତ ସୁନ୍ଦର ସେହି ରାସ୍ତା ଦେଇ ଗଲା। ବୁଢ଼ୀ ଭାବିଲା, ମୁଁ ଯଦି ଏହି ଗାଈ ପଛରେ ଯିବି ତେବେ ମୋ ଗାଁରେ ଯାଇ ପହଞ୍ଚିଯିବି। ଏହାପରେ ବୁଢ଼ୀଟି ଗାଈ ପଛେ ପଛେ ଯିବାକୁ ଲାଗିଲା। କିଛି ବାଟ ଗଲା ପରେ ସେ ଦେଖିଲା ଯେ ଗାଈଟି ଏକ ବିଶାଳ ପଥର ପାଖରେ ଯାଇ ରହିଗଲା। ବିଶାଳ ପଥରକୁ ଶିଙ୍ଗରେ ଆଡ଼େଇବାରୁ ସେଠି ଗୋଟେ ବଡ଼ ଗାତ ଦେଖାଗଲା।
ଏବଂ ଗାଈଟି ସେହି ଗାତ ଭିତରକୁ ଯାଇ ଅଦୃଶ୍ୟ ହୋଇଗଲା। ଏହା ଦେଖି ବୁଢ଼ୀଟି ଆଶ୍ଚର୍ଯ୍ୟ ହୋଇ ତା ପରଦିନ ସକାଳୁ ଯାଇ ରାଣୀଙ୍କୁ ଜଣାଇଲା। ରାଣୀ ଏହା ଶୁଣି ବୁଢ଼ୀ ସହ ଯାଇ ସେହି ଗାଈ ଆସିବା ଜାଗାରେ ବସି ରହିଲେ। ରାତ୍ରି ସମୟ ହେବାରୁ ପୂର୍ବଦିନ ଭଳି ଗାଈଟି ଆସିବାକୁ ଲାଗିଲା। ଏହା ଦେଖି ରାଣୀ ସେହି ଗାଈର ପଛେ ପଛେ ଯିବାକୁ ଲାଗିଲା। ଗାଈ ଯେତେବେଳେ ଶିଙ୍ଗରେ ପଥରକୁ ଆଡ଼େଇ ଭିତରକୁ ପଶିବାକୁ ଲାଗିଲା, ରାଣୀ ଗାଈର ଲାଙ୍ଗୁଡ଼କୁ ଧରି ଗାଈ ସହ ପାତାଳ ଲୋକ ଯିବାକୁ ଲାଗିଲା। ରାଣୀ ପାତାଳ ଲୋକକୁ ଯାଇ ସେଠି ଲୁଚି ସେଠାର ସବୁ ଜିନିଷ ଦେଖିବାକୁ ଲାଗିଲା। ଫୁଲରେ ସୁସଜ୍ଜିତ ଏକ ଘୋଡ଼ା ଥିଲା ଏବଂ ଘୋଡ଼ା ପାଖରେ ଏକ ପାଣିକୁଣ୍ଡ ଥିଲା। ପ୍ରଥମେ ଘୋଡ଼ାଟି ପାଣିକୁଣ୍ଡକୁ ଡେଇଁ ପରେ ରାଜପୁତ୍ରର ରୂପ ହୋଇ ବାହାରକୁ ଆସିଲା। ଏହା ଦେଖି ରାଣୀ କାନ୍ଦି ରାଜପୁତ୍ର ପାଖକୁ ଦୌଡ଼ି ଆସିଲା। ରାଜପୁତ୍ରର ଗୋଡ଼କୁ ଧରି କ୍ଷମା ମାଗିବାକୁ ଚାହିଁଲା। ରାଜପୁତ୍ର ରାଣୀକୁ ଦେଖି ଚିହ୍ନିପାରି ପଛକୁ ହଟିଗଲେ ଏବଂ କହିବାକୁ ଲାଗିଲେ, ହେ ରାଣୀ, ମୋତେ ଛୁଆଁ ନାହିଁ, ସର୍ବନାଶ ହୋଇଯିବ। ରାଣୀ ଦୁଇ ହାତ ଯୋଡ଼ି ରାଜପୁତ୍ରଙ୍କୁ କ୍ଷମା ମାଗିବାକୁ ଲାଗିଲା। ସ୍ୱାମୀ, ମୋର ଭୁଲ ହୋଇଯାଇଛି। ମୋର ତୁମକୁ ପଚାରିବାର ନଥିଲା ଯେ ତୁମେ ରାତିରେ କେଉଁଆଡ଼େ ଯାଉଛ। ମୁଁ ମୋ ଭୁଲକୁ ସ୍ୱୀକାର କରୁଛି। ଏବେ ମୋ ସହ ମହଲକୁ ଚାଲନ୍ତୁ। ଏହା ଶୁଣି ରାଜପୁତ୍ର କହିଲା, ମୁଁ ମହଲକୁ ଯାଇପାରିବି ନାହିଁ। ଯଦି ପୁଣି ଥରେ ମୋତେ ନେବାର ଭୁଲ କରିବ, ମୁଁ ଏବେ ତୁମକୁ ଦେଖାଯାଉଛି ସେତିକି ମଧ୍ୟ ଦେଖାଯିବି ନାହିଁ, କେଉଁଆଡ଼େ ଅଦୃଶ୍ୟ ହୋଇଯିବି। ଏହା ଶୁଣି ରାଣୀ କାନ୍ଦିବାକୁ ଲାଗିଲା। ଏହା ଦେଖି ରାଜପୁତ୍ରଙ୍କ ମନରେ ଦୟା ଆସିଲା। ସେ ରାଣୀଙ୍କୁ କହିବାକୁ ଲାଗିଲେ, ହେ ରାଣୀ, ଯଦି ତୁମେ ମୋତେ ପାଇବା ପାଇଁ ଚାହୁଁଛ, ତେବେ ତୁମକୁ ଗୋଟିଏ କାମ କରିବାକୁ ହେବ। କାମଟି ଅତ୍ୟନ୍ତ କଠିନ, କିନ୍ତୁ ତୁମକୁ ଏକା ହିଁ କରିବାକୁ ହେବ। ରାଣୀ କହିଲେ, କୁହ ସ୍ୱାମୀ, ଯେତେ ବି କଠିନ କାମ ହେଉନା କାହିଁକି, ମୁଁ ନିଶ୍ଚୟ କରିବି। ରାଜକୁମାର କହିବାକୁ ଲାଗିଲା, ଏହି ପାତାଳରୁ ଯିବା ପରେ ତୁମକୁ ଏକ ଘନ ଜଙ୍ଗଲ ଦେଖାଯିବ। ଏହାପରେ ଆହୁରି 6ଟି ଜଙ୍ଗଲ ପାର ହେବା ପରେ 7 ନମ୍ବର ଜଙ୍ଗଲ ପଡ଼ିବ। ସେ ଜଙ୍ଗଲ ଅତ୍ୟନ୍ତ ଘନ। ଜଙ୍ଗଲ ମଝିରେ ଏକ ଅଶ୍ୱତ୍ଥ ଗଛ ଅଛି। ସେହି ଗଛର ଚାରିପଟେ ସଫା କରିବାର ଅଛି। ସଫା କରି ଧୂପ ଦୀପ କୁଙ୍କୁମ ଲଗାଇ ସେହି ଗଛକୁ ପୂଜା କରିବାକୁ ପଡ଼ିବ। ଏସବୁ କାମ ତୁମକୁ ଦ୍ୱିପହରର 12ଟା ପୂର୍ବରୁ କରିବାକୁ ପଡ଼ିବ। ଠିକ୍ 12ଟା ପରେ ସୂର୍ଯ୍ୟଦେବଙ୍କ ରଥ ଆସି ପହଞ୍ଚିବ। ଏହି ସବୁ ଦେଖି ସୂର୍ଯ୍ୟଦେବ ଖୁସି ହୋଇ କହିବେ, ଯେ କେହି ବି ଏସବୁ କରିଛି, ମୁଁ ତାକୁ ତାର ମନପସନ୍ଦର ବର ଦେବି। ଏହା ଶୁଣି ତୁମେ ସୂର୍ଯ୍ୟଦେବଙ୍କ ଡାହାଣ ଘୋଡ଼ା ମାଗିବ, ମୁଁ ତୁମକୁ ମିଳିଯିବି। ଏହାପରେ ରାଣୀ ରାଜପୁତ୍ରକୁ କହିବା ଅନୁଯାୟୀ ସେହି ଜାଗାକୁ ଯାଇ ସଫା କରି ଧୂପ ଦୀପ ଲଗାଇ ସେହି ଜାଗାକୁ ସୁଗନ୍ଧିତ ସୂର୍ଯ୍ୟଦେବଙ୍କୁ ଧ୍ୟାନ କରି ବସି ରହିଲା। କିଛି ସମୟ ପରେ ସୂର୍ଯ୍ୟଦେବଙ୍କ ରଥ ଆସି ପହଞ୍ଚିଲା। ରାଜପୁତ୍ର କହିବା ଅନୁସାରେ ସୂର୍ଯ୍ୟଦେବ ବର ଦେବା କଥା ମଧ୍ୟ କହିଲେ। ଏହା ଶୁଣି ରାଣୀ ସୂର୍ଯ୍ୟଦେବଙ୍କୁ ପ୍ରଣାମ କରି ସୂର୍ଯ୍ୟଦେବଙ୍କୁ ରଥର ଡାହାଣ ଘୋଡ଼ା ମାଗିବାକୁ ଲାଗିଲା। ଏହା ଶୁଣି ସୂର୍ଯ୍ୟଦେବ କହିଲେ, ମୋର 12ଟା ଘୋଡ଼ା ଅଛି। ତୁମେ ଯଦି ଚାହିଁବ ଅନ୍ୟ କେଉଁ ଘୋଡ଼ାକୁ ମଧ୍ୟ ମାଗିପାରିବ। କିନ୍ତୁ ରାଣୀ ଜିଦି ଧରି କହିଲେ, ମୋତେ ଡାହାଣ ଘୋଡ଼ା ହିଁ ଦେଇଦିଅନ୍ତୁ, ନହେଲେ ମୁଁ ଆପଣଙ୍କ ଗୋଡ଼ ତଳେ ପଡ଼ି ମୋର ଜୀବନ ଦେଇଦେବି। ଏହା ଶୁଣି ସୂର୍ଯ୍ୟଦେବ କହିଲେ, ଠିକ୍ ଅଛି, ତୁମେ ମୋର ଡାହାଣ ଘୋଡ଼ାକୁ ନେଇ ଯାଇପାରିବ, କିନ୍ତୁ ମୋର ଡାହାଣ ଘୋଡ଼ା ପାତାଳ ଲୋକରେ ଅଛି। ତୁମେ ପାତାଳ ଲୋକ ଯାଇ ଘୋଡ଼ାକୁ ନେବାକୁ ହେବ। ଏହା କହି ସୂର୍ଯ୍ୟଦେବ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ। ଏହାପରେ ରାଣୀ ପାତାଳ ଲୋକକୁ ଯାଇ ରାଜପୁତ୍ରଙ୍କୁ ନେଇ ମହଲକୁ ଆସିଲେ। ରାଜାଙ୍କ ପାଖରେ ରାଜପୁତ୍ର ଏବଂ ତାର ପତ୍ନୀ ସମସ୍ତ କଥା ବର୍ଣ୍ଣନା କରି କହିଲେ। ରାଜା ରାଣୀ ପୁତ୍ରକୁ ପାଇ ଅତ୍ୟନ୍ତ ଖୁସି ହେଲେ। ଏହାପରେ ସମସ୍ତେ ମିଶି ସୂର୍ଯ୍ୟଦେବଙ୍କ ପୂଜା କରି ସୁଖରେ ଜୀବନ ଅତିବାହିତ କରିବାକୁ ଲାଗିଲେ।